ଆସନ୍ତୁ ଆଜି ଆମେ ମିକ୍ସ ଭେଜ୍ କରିବା। ଯଦି ଭିଡ଼ିଓଟି ଭଲ ଲାଗୁଥିବ ନିହାତି ଲାଇକ୍ ସେୟାର ସବସ୍କ୍ରାଇବ୍ ଆପଣମାନେ କରିନେବେ। ତ ମୁଁ କ'ଣ କଲି ନା ଯେତିକି ଅଦା ରସୁଣ ପିଆଜ କଞ୍ଚା ଲଙ୍କା ଏସବୁ ତ ନିହାତି ଦରକାର। ସେଥିପାଇଁ ତ ମୁଁ ଭୁଲି ଯାଇଥିଲି ସୋରିଷ ପକାଇବା ପାଇଁ, ତ ସୋରିଷ ବି ମୁଁ ଆଡ଼୍ କରିଦେଲି କାରଣ ସବୁଗୁଡ଼ାର ପେଷ୍ଟ ହେବା ଦରକାର ନା। ଏଥିରେ ମୁଁ କ'ଣ କଲି ନା ବଡ଼ି ଛାଡ଼ି ଦେଇଥିଲି କାରଣ ବଡ଼ିଟା ବି ଫ୍ରାଏ ହେଇଯାଇଥିବ। ତ ମିକ୍ସ ଭେଜ୍ରେ ବଡ଼ି ଖାଇବା ପାଇଁ ତ ଭଲ ଲାଗେ। ତାପରେ ମୁଁ ସେ ଯେଉଁ ଅଦା ରସୁଣ ପେଷ୍ଟକୁ ଆଣିକି ଏଥିରେ କ'ଣ କଲି ନା ମିକ୍ସ ହେବା ପାଇଁ ଛାଡ଼ିଦେଲି କିଛି ଟାଇମ୍ ଫ୍ରାଏ ହେବା ପାଇଁ। ତ ମୋତେ ସିମ୍ରେ ମସଲାଟା କ'ଣ ଭଲସେ ସିଝିବ, ତ ସେଥିପାଇଁ ମୁଁ ସ୍ୱାଦ ଅନୁସାରେ ଲୁଣ, ତାପରେ ମୁଁ କ'ଣ କଲି ନା ସ୍ୱାଦ ଅନୁସାରେ ହଳଦୀ ଆପଣ ଆଡ଼୍ କରିବେ। ଆଡ଼୍ କଲା ପରେ ତାକୁ ଭଲ ଭାବରେ କ'ଣ କରିବେ ନା ତାକୁ ମିକ୍ସ କରିବେ। ମିକ୍ସ କଲା ପରେ କିଛି ଟାଇମ୍ ଯିବ, ତାକୁ ଛାଡ଼ିଦେବେ ଆପଣମାନେ, ସେ ହେଇଯିବ। ତାପରେ କ'ଣ କରିବେ ନା ଲଙ୍କାଗୁଣ୍ଡ ଆଡ଼୍ କରିବେ। ଏମିତିକି ଯେତିକି ଆପଣଙ୍କର ସ୍ୱାଦ ଅନୁସାରେ ଦରକାର ଆପଣ ସେତିକି ହିଁ ଆଡ଼୍ କରିବେ। ଆଡ଼୍ କଲା ପରେ ଆପଣମାନେ କ'ଣ କରିବେ ତାକୁ ଭଲ ଭାବରେ ମିକ୍ସ କରିବା ପାଇଁ ଟିକେ ପାଣି ଦେବେ କାରଣ ସେଟା ଫୁଟିଲେ ସିନା ଆପଣମାନଙ୍କୁ ଖାଇବା ପାଇଁ ଭଲ ଲାଗିବ। ତ ସେଥିପାଇଁ ତାକୁ ମୁଁ ଛାଡ଼ି ଦେଇଥିଲି ଆଉ କିଛିଟା ଟମାଟୋ ଆଡ଼୍ କରିଥିଲି କାରଣ ଟମାଟୋଟା ଟିକେ ଖଟାସ୍ ନ ଆସିଲେ ତ ଭଲ ଲାଗିବନି। ଆପଣମାନେ ଚାହିଁଲେ କ'ଣ କରିବେ ସ୍କିପ୍ କରିପାରିବେ ଟମାଟୋକୁ, ଟମାଟୋ ନ ପକାଇଲେ ବି ଚଳିବ। ତ ତାପରେ ମୁଁ କ'ଣ କଲି ଟିକେ ଫୁଟିଲା ବେଳକୁ ସବୁ ପରିବା ଯେତିକି ମିକ୍ସ ଭେଜ୍ ପରିବା କାଟିଲି ତାକୁ ମୁଁ ସବୁ କ'ଣ କରିଥିଲି ନା ପକାଇ ଦେଇଥିଲି କଡ଼େଇରେ ଏକା ସହିତ, ଯାଅ ତମମାନେ ସବୁ ଫ୍ରାଏ ହେଇଯାଅ ବୋଲି। ତ ସବୁ ଗୁଡ଼ାକୁ ଫ୍ରାଏ ହେବା ପାଇଁ ମୁଁ କ'ଣ କଲି ନା ଛାଡ଼ିଦେଲି କିଛି ଟାଇମ୍। ତାପରେ ମୁଁ କ'ଣ କଲି ନା ଭୁଲି ଯାଇଥିଲି ମୋ ଆଳୁ, ମୋ ଫେଭରାଇଟ୍ ଆଳୁ, ମୋ ଆଳୁ ବିନା ଯେମିତି ମୋର ନହେବ। ତ ଆଳୁକୁ ଭଳିଆ ଜିନିଷକୁ ମୁଁ ଭୁଲି ଯାଇଥିଲି, ତ ଆଳୁକୁ ବି ପକାଇଦେଲି। ତାପରେ କିଛିଟା ଶାଗ ଥିଲା ମୋ ପାଖରେ, ତ ଚୁନା ଚୁନା କରି ତାକୁ ବି କାଟିକି ମୁଁ ପକାଇକି ଆଡ଼୍ କରିଦେଲି। ତ ମୋତେ ଭଲ ଲାଗେ, ଶାଗ ବି ଭଲ ଲାଗେ, ଆଳୁ ବି ଭଲ ଲାଗେ, ତ ନିହାତି ସେ ତ ନିହାତି ରହିବା ଦରକାର। ତ ସେଥିପାଇଁ ମୁଁ ଏପଟେ କ'ଣ କରିଥିଲି ନା କିଛି ଚିଙ୍ଗୁଡ଼ି ଥିଲା ତାକୁ ତାୱାରେ ଫାଷ୍ଟ ଭଲ ଭାବରେ କ'ଣ କଲି ନା ଫ୍ରାଏ କରିଥିଲି। ଭାବୁଥିଲି ଅଲଗା କରିବି ବୋଲି ଚିଙ୍ଗୁଡ଼ିଟାକୁ ସେପାରେଟ୍ କରିବି, କିନ୍ତୁ ଭାବିଲି ନାହିଁ ଯେହେତୁ ମିକ୍ସ ଭେଜ୍ ହେଉଛି ତ ମିକ୍ସ ଭେଜ୍ରେ ନିହାତି ଚିଙ୍ଗୁଡ଼ିଟା ପକାଇଲେ ନିହାତି ଆଉ ଟିକେ ଟେଷ୍ଟ ଆସିବ। ତ ସେଥିପାଇଁ ଚିଙ୍ଗୁଡ଼ିଟା ଭଲ ଭାବରେ ଫ୍ରାଏ କରିକି ତାକୁ ମୁଁ ଆଣି କ'ଣ କଲି ନା ମିକ୍ସ ଭେଜ୍ରେ ତାକୁ ମିକ୍ସ କରିଦେଲି, ମିକ୍ସ ଭେଜ୍ରେ ମିକ୍ସ କରିଦେଲି। ତ ଭଲ ଭାବରେ ତାପରେ ଅଲମୋଷ୍ଟ ମୋର ହେଇଯାଇଥିଲା ଖାଇବା ରେଡ଼ି। ତ ଚାଲନ୍ତୁ ଦେଖିବା। ତ ଏଇ ହେଇଯାଇଥିଲା ମୋର ଆଜିକାର ଖାଇବା।